ଦେଖିବୁ ଆଜି ମୁଁ ଯୋଉରା କରିଛି ଭଲ ଲାଗୁଛି ତେଣୁକରି ମୋତେ ରୋଷେଇରେ ପୁରା ତମେ ବସ। ଆଜି ତମର ଯୋଗଦାନ କ'ଣ କ'ଣ ଏଥିରେ? ମେନ୍ ଶାଗ ଭଜା କୋବି ତରକାରୀ। ଶାଗ ଭଜାକୁ କୋବି ତରକାରୀ। ଆଚ୍ଛା କୋବି ତରକାରୀଟା ଭଲ ଲାଗୁଛି ବାକି ଅଲଣା ହେଇଛି। ଲୁଣଟା ଏଇଟା ନିଜ ହାତରେ ତମେ ପକେଇ ପାରିବ, ଏଥିରେ କିଛି ଅସୁବିଧା ନାହିଁ। ଟେଷ୍ଟ ଭଲ ହେଇଛି ତ? ବୋଉ ଏଥର ପାସ୍ କରିଗଲେ ଆଉ। କାଲିଠୁ ରୋଷେଇ ଘର ତମକୁ ଲାଗିଲା? ହଁ ଏଇ ତମେ କାଲି ରୋଷେଇ ଘରୁ ବାହାରି ଆସିବ। ତୁ ଠାକୁର ପୂଜା କରିବୁ। ତାଙ୍କ କାମ କରିବାକୁ ପଡିବ, ସକାଳୁ ଉଠିକି ଓଳିବାକୁ ସବୁ ପଡିବ। ହେରା କରିବ, ଗାଧୋଇବ ପାଧିବ, ଚଞ୍ଚଳ ଆସି ଠାକୁର ପୂଜା, ତୁଳସୀ ପୂଜା, ନୂର୍ଜ ପକା ସବୁ କରିବ। ଚଳିବ। ତମେ ତ ରାତି 3ଟାରେ ଉଠୁଛ, ଇଏ ତ ଆମର ବହୁତ ସକାଳୁ ଉଠୁଛି, ସକାଳ 7ଟାରେ। ଏମିତି ଥଣ୍ଡା କାଶ, ତଣ୍ଟି ବହୁତ କଷ୍ଟରେ ଏବେ କମିଛି। ଆମ ଚାହୁଁନି କାକର ପଶିକି ନହେଲେ ଥଣ୍ଡାଟା ଛାଡ଼ିଗଲେ ସେ ରାତି 5ଟାରେ ଉଠି ପଡ଼େ ସବୁଦିନ। ବୋଉ ଯୋଉ ଗାଁକୁ ଯାଇଥିଲେ 4-5 ଦିନ, ମାନେ ଭୁବନେଶ୍ୱର ଯାଇଥିଲେ, ମୁଁ କରିନି ଉଠିକି ସବୁ ଅଳସୀ 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 ପଚାରିବ ଖୁଡିଙ୍କି ଉଠିକି ସବୁ ଓଳା ଓଳି ଠାକୁର ସବୁ କରିଛି କି ସମସ୍ତେ ଏଠି ଚର୍ଚ୍ଚା ତମ ନାଁରେ କରୁଛନ୍ତି, ଲିଟି ଟିକିଟେ ଅଳସୀ ବୋଲି। ମୁଁ ମୋର କାମ କରୁଛି, ଯିଏ କହିଲେ କହିବ, ମୁଁ ଆଉ କଣ କରିବି।